ଲଗାଣ ବର୍ଷା ହେତୁ ଗତ କିଛି ଦିନ ହେଲା ବନ୍ୟା ଜଳରେ ଉବୁଡୁବୁ ହେଉଥିବା ଆସାମରେ ସ୍ଥିତି ଏବେ ଧୀରେ ଧୀରେ ସୁଧୁରୁଛି। ତେବେ ଆସାମରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ହେତୁ କେବଳ ମନୁଷ୍ୟ ନୁହନ୍ତି ବରଂ ବନ୍ୟ ପ୍ରାଣୀ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଏଥିଯୋଗୁଁ ରାଜ୍ୟର 26ଟି ଜିଲ୍ଲାର ପ୍ରାୟ 23 ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ପୂର୍ବରୁ ବନ୍ୟା ଯୋଗୁଁ 7ଟି ଜୀବନ ଯାଇଥିବା ବେଳେ ଗତ ଘଣ୍ଟାରେ ଆଉ 5 ଜଣ ଅକାଳରେ ଆଖି ବୁଜିଥିବା ଜଣାପଡ଼ିଛି। ଫଳରେ ଏହି ସଂଖ୍ୟା ସମୁଦାୟ 12ରେ ପହଞ୍ଚିଛି। ଆସାମ ବନ୍ୟା ବିଭୀଷିକାରୁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ମଧ୍ୟ ବାଦ୍ ପଡ଼ିନାହିଁ। ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା କାଜିରଙ୍ଗା ଉଦ୍ୟାନରେ 159 ବନ୍ୟଜନ୍ତୁ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ବେଳେ 135 ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଛି। ଏବେ ସାମାନ୍ୟ ପାଣି କମ୍ ଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ତେବେ ବନ୍ୟା ସ୍ଥିତିକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଉଭୟ ମନୁଷ୍ୟ ଏବଂ ବନ୍ୟଜନ୍ତୁ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଟିମ୍ ଆସାମ ସମସ୍ତଙ୍କୁ ସହାୟତା ପାଇଁ 24 ଘଣ୍ଟା କାମ କରୁଛି ଏବଂ ପାଣି କମ୍ ଥିବାରୁ ରେସ୍କ୍ୟୁ ମିଶନକୁ ଏବେ ଆହୁରି ଜୋରଦାର କରାଯାଇଛି। ସେପଟେ ପୂର୍ବାତ୍ତର ରାଜ୍ୟଗୁଡ଼ିକରେ ଥିବା ପ୍ରମୁଖ ନଦୀମାନଙ୍କରେ ଜଳସ୍ତର ବିପଦ ସଂକେତ ଉପରେ ରହୁଥିବାରୁ ସବୁ ସମୟରେ ବନ୍ୟାର ଭୟ ଲାଗି ରହିଛି।